नहीं 2019 ଆଉ 2024 ଭିତରେ ବି ରାଜନୈତିକ ଦୃଷ୍ଟିପଟ ବଦଳି ଯାଇଛି। ପ୍ରଥମ କଥା ହେଲା ଯେ ପାର୍ଲାମେଣ୍ଟ ନିର୍ବାଚନରେ ପ୍ରାର୍ଥୀ ଅପେକ୍ଷା ଦଳ ଏବଂ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅଧିକ ଗୁରୁତ୍ୱ ଦିଆଯାଏ। ଆଉ ଓଡ଼ିଶାର ଲୋକେ ଜାଣିଛନ୍ତି ଯେ ବିଜେପି କେନ୍ଦ୍ରର ସରକାର ଗଢ଼ିବ ବା ଗଢ଼ିବାର ସମ୍ଭାବନା ଅଛି, କିନ୍ତୁ ବିଜେଡ଼ିରୁ 21 ହେଲେ ମଧ୍ୟ କେନ୍ଦ୍ରରେ ସେମାନଙ୍କର ସରକାର କରିବା ନାହିଁ, ସେମାନେ ଏକ ରାଜ୍ୟ ଦଳ। ସେ ଦୃଷ୍ଟିରୁ ସ୍ୱାଭାବିକ ଭାବରେ ବର୍ତ୍ତମାନ ଭାରତର ରାଜନୈତିକ ଆବହ ଯାହା ଅଛି, ଓଡ଼ିଶାରେ ବି ଯାହା ଅଛି, ସେଥିରେ ମୋଦିଙ୍କ ପ୍ରତି ସମର୍ଥନ ବଢ଼ିଛି। ମୋଦିଙ୍କ ପ୍ରତି ଆଗ୍ରହ ଲୋକମାନଙ୍କର ଅଧିକ ଅଛି। ଆଉ ଗତ ନିର୍ବାଚନରେ ମଧ୍ୟ ଅଭିମନ୍ୟୁ ସେଠୀ ଖୁବ୍ କମ୍ ଭୋଟ୍ରେ ହାରିଥିଲେ। ସେ ଦୃଷ୍ଟିରୁ ଏଥର ତାଙ୍କର ନିର୍ବାଚନର ସମ୍ଭାବନା ଉଜ୍ଜ୍ୱଳ। ଆଉ ପ୍ରାର୍ଥୀ ଦୃଷ୍ଟିରୁ ଦେଖିବାକୁ ଗଲେ ମଧ୍ୟ ଅଭିମନ୍ୟୁ ବାବୁଙ୍କର ବ୍ୟକ୍ତିତ୍ୱ ଭଲ। ସେ ଜଣେ ସାଧାସିଧା ମିଷ୍ଟଭାଷୀ ମଣିଷ, ଯୁବକ ଜଣେ। ସେ ଦୃଷ୍ଟିରୁ ତାଙ୍କ ପ୍ରତି ଏଥର ଭଦ୍ରକ ଲୋକ ସେମିତି ଆଗ୍ରହ ଅଧିକ ଏବଂ ସେ ଜିତିବାର ସମ୍ଭାବନା ବହୁତ ଅଧିକ। ଆଚ୍ଛା ଅଛି ଜିତିବାର, କିନ୍ତୁ ତାଙ୍କ ଭଳି ଯେଉଁ ବିଜୁ ଜନତା ଦଳର କେଉଁ ଟାଇପ୍ର ପ୍ରାର୍ଥୀ ଦେଲେ ତାଙ୍କ ସହିତ ଭଲ କଣ୍ଟେଷ୍ଟ କରିପାରିବେ ବୋଲି ଭାବୁଛନ୍ତି? ବାସ୍ତବରେ ଦେଖିବାକୁ ଗଲେ ବିଜୁ ଜନତା ଦଳର ପାର୍ଲାମେଣ୍ଟ ସଂସଦ ପାଇଁ ନିର୍ବାଚନ ଲଢ଼ିବା ପାଇଁ କେହି ବଡ଼ ନେତା ଆଗ୍ରହୀ ନୁହନ୍ତି। ତାର କାରଣ ହେଉଛି ଯେ ଗତ 25 ବର୍ଷ ଭିତରେ ସେମାନେ ପାର୍ଲାମେଣ୍ଟକୁ ନିର୍ବାଚିତ ହେଲେ ମଧ୍ୟ ନା ସରକାରକୁ ସମର୍ଥନ କରିପାରିଲେ ନା ସରକାରଙ୍କୁ ବିରୋଧୀ କରିପାରିଲେ। ଖାଲି ପାର୍ଲାମେଣ୍ଟରେ ବସି ଢୁଳେଇବା ଛଡ଼ା ତାଙ୍କର କିଛି କାମ ଥିଲା ଭଳିଆ ମନେ ପଡ଼ିଲା ନାହିଁ। ବରଂ ତାଙ୍କ ସାତ ପଛରେ ଆସିଥିବା ଯୁବକମାନେ ଏଠି ମନ୍ତ୍ରୀ ହୋଇଗଲେ ଏବଂ ଓଡ଼ିଶା ରାଜନୀତିରେ ଦବଦବା ଯୋଗୁଁ ରାଜ୍ୟ ଦଳ ହିସାବରେ ତାଙ୍କର ପ୍ରଭାବ ବଢ଼ିଲା, ଏମ୍ପିମାନଙ୍କ ପ୍ରଭାବ କମିଗଲା। ଯେଉଁଥିପାଇଁ କି ଗତ ନିର୍ବାଚନରେ ତଥାଗତ ଶତପଥୀ କହିଲେ ମୁଁ ଲଢ଼ିବି ନାହିଁ, ଏଥର ମଧ୍ୟ ପିନାକୀ ମିଶ୍ର କହିଲେ ମୁଁ ଲଢ଼ିବି ନାହିଁ, ଭର୍ତ୍ତୃହରି ମହତାବ ମଧ୍ୟ ବିରକ୍ତି ହୋଇକି ଛାଡ଼ିଦେଲେ। ତେଣୁ ବିଧାନସଭା ଲଢ଼ିବା ପାଇଁ ବହୁତ ବ୍ୟଗ୍ର ବିଜୁ ଜନତା ଦଳରେ, ପାର୍ଲାମେଣ୍ଟ ପାଇଁ ସେମିତି ଆଗ୍ରହୀ ନୁହନ୍ତି। ମିଳିଲେ ଲଢ଼ିବେ କିନ୍ତୁ ସେ ଆଗ୍ରହ ନାହିଁ, ଯେଉଁଟା କି କଣ୍ଟ୍ରାଷ୍ଟ ବା ଗୋଟେ ବିରୋଧାଭାସ। ବିଜେପିରେ ଏମ୍ପି ଲଢ଼ିବା ପାଇଁ ଆଗ୍ରହୀ କିନ୍ତୁ ବିଜେଡ଼ିରେ ଏମ୍ପି ଲଢ଼ିବା ପାଇଁ ସେ ଆଗ୍ରହୀ ନୁହନ୍ତି। ସେ ଦୃଷ୍ଟିରୁ ଯାହା ବି ଶୁଣାଯାଉଛି ଯେ ଏଥର ମଧ୍ୟ ଭଦ୍ରକରେ ପ୍ରାର୍ଥୀ ପରିବର୍ତ୍ତନ କରାଯାଇପାରେ ଏବଂ ଭଦ୍ରକରେ ଯେ ପ୍ରାର୍ଥୀ ଗତରେ ହେଇଥିଲେ ତାଙ୍କର ପରଫର୍ମାନ୍ସ ମଧ୍ୟ ସେ ଦୃଷ୍ଟିରୁ ସେମିତି ପାର୍ଲାମେଣ୍ଟରେ କିଛି ଉଲ୍ଲେଖଯୋଗ୍ୟ ନୁହେଁ। ସେ ଦୃଷ୍ଟିରୁ ଉଚ୍ଚଶିକ୍ଷିତ ଯୁବକ ମିଷ୍ଟଭାଷୀ ହିସାବରେ ଅଭିମନ୍ୟୁ ସେଠୀଙ୍କର ଲୋକପ୍ରିୟତା ଗ୍ରହଣୀୟତା ଅଧିକ। ବିଜୁ ଜନତା ଦଳର କାହିଁକି ପ୍ରାର୍ଥୀମାନେ ସାଂସଦ ହିସାବରେ ଲଢ଼ିବା ପାଇଁ ଚାହୁଁନାହାନ୍ତି? ସ୍ୱାଭାବିକ ଭାବରେ ମଧ୍ୟ ଜଣେ ସାଂସଦର କାମ ଏ ପୋଲ ତିଆରି, ଇନ୍ଦିରା ଆବାସ ଏ କାର୍ଯ୍ୟ ନୁହେଁ। ଦେଶ ପାଇଁ ଆଇନ ପ୍ରଣୟନ କରିବା ବା ରାଷ୍ଟ୍ର କଥା ବୁଝିବା ପାଇଁ ବା ରାଷ୍ଟ୍ର ବ୍ୟବସ୍ଥା ବିଷୟରେ ସେମାନଙ୍କର ମତାମତ ବା ତାଙ୍କର ଆବଶ୍ୟକତା ଥାଏ, ବକ୍ତୃତା, ତର୍ଜମା, ତର୍କ। କିନ୍ତୁ ଯେହେତୁ ଏକ ଆଞ୍ଚଳିକ ଦଳ, ଏମାନଙ୍କର କୌଣସି ରାଷ୍ଟ୍ରୀୟ ଏଜେଣ୍ଡା ନାହିଁ। ଏମାନେ ଯାହା ସେ ସ୍ଥାନୀୟ ଜନହିତ କରି ଯୋଜନା କରିପାରିବେ, କିନ୍ତୁ ରାଷ୍ଟ୍ରୀୟ ହିତ କରି ଯୋଜନା କରିବାର କ୍ଷମତା ବିଜୁ ଜନତା ଦଳର ନାହିଁ। ସେ ଦୃଷ୍ଟିରୁ ଏ ଏମ୍ପି ମାନେ ସେଠି ବିଜେପିକୁ ସମର୍ଥନ କରିବାକୁ ଏକରକମ ବାଧ୍ୟ। ଆମେ ଗତ ଦେଖିଛନ୍ତି ସବୁ ବିଲ୍ ବା ସବୁ କେନ୍ଦ୍ର ସରକାରଙ୍କ ଯୋଜନାରେ ବିଜେଡ଼ି ସମର୍ଥନ କରିଛି, କିନ୍ତୁ ସମର୍ଥନ କଲେ ମଧ୍ୟ ସରକାରରେ ଅଂଶଗ୍ରହଣ କରିନାହିଁ। ମୁଁ ଘର ମାନେ ସଦସ୍ୟ କିନ୍ତୁ ଘରେ ମୋର ଜାଗା ନାହିଁ। ଏହି ଅବସ୍ଥା ଯୋଗୁଁ ସେମାନେ ପାର୍ଲାମେଣ୍ଟ ନିର୍ବାଚନ ଲଢ଼ିବା ପାଇଁ ବିଶେଷ ଆଗ୍ରହୀ ନୁହନ୍ତି। ଲୋକସଭା ଆସନରେ ତାହେଲେ ଅଭିମନ୍ୟୁ ସେଠୀ ଜିତିବାର ସମ୍ଭାବନା ଅଧିକ ଅଛି? ଅଭିମନ୍ୟୁ ସେଠୀଙ୍କର ଜିତିବା ଅଧିକ ପ୍ରାୟ ନିଶ୍ଚିତ। ନିଶ୍ଚିତ ତ କହିହେବନି ନିର୍ବାଚନ ଫଳ ନେବାରେ, କିନ୍ତୁ ପ୍ରାୟ ନିଶ୍ଚିତ। ଜଣେ ଶିକ୍ଷିତ ବ୍ୟକ୍ତି ହିସାବରେ ଯଦି ବିଜୁ ଜନତା ଦଳ ଜଣେ ପ୍ରାର୍ଥୀଙ୍କୁ ପଚରାଯାଏ ଆପଣଙ୍କର ବୈଦେଶିକ ନୀତି କ'ଣ ହେବ, ଆପଣଙ୍କର ପ୍ରତିରକ୍ଷା ନୀତି କ'ଣ ହେବ, ଆପଣଙ୍କ ଅର୍ଥନୈତିକ ନୀତି କ'ଣ ହେବ, ସେ କ'ଣ କହିବେ? କାରଣ ବିଜୁ ଜନତା ଦଳର ଏଜେଣ୍ଡା ହିଁ ନାହିଁ, କାରଣ ରାଜ୍ୟ ଦଳ ଏଇଟା ରାଜ୍ୟର ବିଷୟ ନୁହେଁ। ତେଣୁ ଉଦ୍ୟମାନ ହେଲେ ସେଇଥିପାଇଁ ଉଦ୍ୟମାନ ଯୁବକମାନେ ସେଟାକୁ ଯିବାକୁ ରାଜି ହୁଅନି। ଯେଉଁମାନେ ଯାଇଥିଲେ ପ୍ରଥମେ ଯେତେବେଳେ ମେଣ୍ଟ ସରକାର ଥିଲା, ଯେତେବେଳେ ଯାଇଥିଲେ ଏବଂ ସରକାର ବି ଅଂଶ କଲେ ସେଠୁ ଆଗ୍ରହୀ ଥିଲେ, କିନ୍ତୁ ମେଣ୍ଟ ଭାଙ୍ଗିଗଲା ପରେ 2009-04 ଠାରୁ ଆଉ ବିଜୁ ଜନତା ଦଳ ପ୍ରାର୍ଥୀ ଲୋକସଭା ପାଇଁ ସେତିକି ଆଗ୍ରହୀ ନୁହନ୍ତି। କାରଣ ତାଙ୍କ ନ୍ୟାସନାଲ ଏଜେଣ୍ଡା ଷ୍ଟେଟ୍ ପାର୍ଟିର ଏଜେଣ୍ଡାରେ ରହିପାରିବ ନାହିଁ। ଅଭିମନ୍ୟୁ ଭାଇ ଖଇରା ଶିମୁଳିଆ ନିର୍ବାଚନ ମଣ୍ଡଳୀ ଏବଂ ତାଙ୍କର 7ଟି ନିର୍ବାଚନ ମଣ୍ଡଳୀରେ ସେ ଲୋକସଭା ଟିକଟ ପାଇଛନ୍ତି ଏଥର ବିଜେପି ତରଫରୁ। ଏଥର ଆଶା କରାଯାଉଛି ସେ ନିଶ୍ଚିତ ଭାବରେ ସେ ବିଜୟ ହେବେ ଏବଂ 2019 ନିର୍ବାଚନରେ ସେ କମ୍ ଭୋଟ ବ୍ୟବଧାନରେ ସେ ପରାଜିତ ହୋଇଥିଲେ,
କିନ୍ତୁ ଏଥର ଲୋକମାନଙ୍କର ସେ ଆସ୍ଥା ଜିତିଛନ୍ତି ଏବଂ ଭଲ କାମ କରିଛନ୍ତି। ସେଥିପାଇଁ ଏଥର ନିଶ୍ଚିତ ଭାବରେ ବିଜେପିର ସେ ଜିତିବେ ବୋଲି ଆଶା।